ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ହେଉଛି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ, ଯେଉଁଠିକି ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏହି ପର୍ଯ୍ୟଟନସ୍ଥଳୀକୁ ଆକର୍ଷଣୀୟ କରିବା ସହିତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ମହୋତ୍ସବ ପାଳନ ସହ ଅନେକ କାର୍ଯ୍ୟକ୍ରମର ଆୟୋଜନ ସରକାରଙ୍କ ତରଫରୁ କରାଯାଉଛି। ଗୋପାଳପୁରକୁ ଆହୁରି ଆକର୍ଷଣୀୟ କରିବା ନିମନ୍ତେ ଗୋପାଳପୁର ଜଙ୍କସନ ଡୁରାଠାରୁ ଗୋପାଳପୁର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତା ଆଲୋକୀକରଣ କରାଯାଇଥିବା ବେଳେ ରାସ୍ତା ସାରା ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଫୁଲ ଓ ଡିଜାଇନ ଗଛ ପୁରା ପରିବେଶକୁ ସୌନ୍ଦର୍ଯ୍ୟମୟ ନିମନ୍ତେ ରୋପଣ କରାଯାଇଥିଲା। ବେଳାଭୂମି ମହୋତ୍ସବ ସମୟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଗନ୍ତବ୍ୟ ସ୍ଥଳକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ଏହି ସୌନ୍ଦର୍ଯ୍ୟମୟ ବୃକ୍ଷ ସବୁ ଲଗାଯାଇଥିଲା। ହେଲେ ବର୍ତ୍ତମାନ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ଫୁଲ ଗଛକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇ ନଥିବାରୁ ଗାଇପଲ ଗଛ ଚେରକୁ ସମ୍ପୂର୍ଣ୍ଣ କାଟି ନଷ୍ଟ କରିବା ସହିତ ଏହାର ଫୁଲକୁ କିଭଳି ଚୋବାଇ ଖାଇବାରେ ଲାଗିଛନ୍ତି ଟିକିଏ ଦେଖନ୍ତୁ। ସେହିପରି ରାସ୍ତାର ଉଭୟ ପାର୍ଶ୍ୱକୁ ଆଲୋକିତ କରିବା ପାଇଁ ଷ୍ଟ୍ରିଟ୍ ଲାଇଟ୍ ମାଳ ମାଳ ଲାଗିଛି ସତ, ହେଲେ ସେଗୁଡ଼ିକ ମାସ ମାସ ଧରି ଜଳୁ ନଥିବା ନେଇ ଅଭିଯୋଗ ହେଉଛି, ଯାହାଦ୍ୱାରା ସମ୍ପୂର୍ଣ୍ଣ ରାସ୍ତା ଅନ୍ଧକାରମୟ ହେବା ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ପର୍ଯ୍ୟଟକମାନେ ସେହି ରାସ୍ତା ଦେଇ ଯିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏସବୁ ସମସ୍ୟାର ସମାଧାନ ନିମନ୍ତେ ସାଧାରଣରେ ଦାବି ହେଉଛି। ବ୍ରହ୍ମପୁରରୁ ସଞ୍ଜୟ କୁମାର ବିଶ୍ୱାଳଙ୍କ ରିପୋର୍ଟ, ଦି ପବ୍ଲିକ ମିଡିଆ।